ଚାହୁଁ ଚାହୁଁ ସମୟ କେମିତି ବିତି ଯାଉଛି ଜମା ବି ଜଣା ପଡୁନି। ଯେତେବେଳେ ସମୟ ସରି ଯାଉଛି ତାପରେ ହିଁ ମଣିଷ ଭାବି ହଉଛି କି ସେଇ ଟାଇମରେ ସେଇ ଜିନିଷଟା କରିଥିଲେ ହୁଏତ ଭଲ ହେଇଥାନ୍ତା। ସେଥିପାଇଁ ସମୟର ସଦୁପଯୋଗ କରିବାଟା ନିହାତି ଆବଶ୍ୟକ। ଯୋଉଟା କି ଆମେ ସମସ୍ତେ ଆମ ଦୈନନ୍ଦିନ ଜୀବନରେ କରିପାରୁନଥିବା। ମୁଁ ତ କହିବି ଆମର ପ୍ରତ୍ୟେକ ଦିନ କେବେ ହେଲେ ବି ସମାନ ହବନି। ଦିନ ଯଦି ଭଲରେ ଚାଲିଥିବ ପୁଣି 2 ଦିନ କେତେବେଳେ ଖରାପ ସମୟ ବି ଆସିବ। ଆଉ 3 ଦିନ ବି ବହୁତ ଭଲ ସମୟ ଆସିବ। ତ ଆମେମାନେ ଯେତିକି ପାରିବା ନିଜର ବେଷ୍ଟ ଦେଇକି ଆଗକୁ ବଢିବା। ଆଜି ଥିଲା ରବିବାର। ରବିବାର ମାନେ ଘରେ ତ ନିହାତି ଟିକେ ଆମିଷ ହବ। ସେଥିପାଇଁ ହଜବେଣ୍ଡ ସକାଳୁ ସକାଳୁ ଯାଇକି ଟିକେ ନେଇ ଆସିଥିଲେ ଚିକେନ। ଭିଡିଓ ଯୋଉମାନେ ଦେଖୁଥିବେ ସେମାନେ ଭାବୁଥିବେ ଏମାନେ ସବୁବେଳେ ଚିକେନ ଖାଉଛନ୍ତି ମଟନ କେବେ ଆଙ୍କ ଘରେ ରୋଷେଇ ହଉନି। ଆଜ୍ଞା ହଁ, ମଟନ ଆମ ଘରେ କେବେ ବି ରୋଷେଇ ହୁଏନି। କାହିଁକି ନା ଆମେ କେହି ବି ମଟନ ଖାଇବାକୁ ପସନ୍ଦ କରୁନା। ଖାସ କରିକି ମୁଁ ତ ଜମା ବି ଛୁଏଁନି ମଟନ। ହଜବେଣ୍ଡ ଟିକେ ଝୋଳ ଆଳୁ ଲଗେଇକି ବରଂ ଖାଇଦେବେ କିନ୍ତୁ ମୁଁ ଜମା ବି ଖାଇପାରେନି। ଆଉ ଛୁଆମାନେ ବି ଖାଇବାକୁ ପସନ୍ଦ କରନ୍ତିନି। ତ ସେଇଥିପାଇଁ ଆମ ଘରକୁ ପ୍ରାୟତଃ ଚିକେନ ଆସେ ନହେଲେ ମାଛ ଆସେ। ତ ଚିକେନ ତରକାରୀ ଯେମିତି ଆମ ଓଡିଆ ଘରରେ ହୁଏ ଠିକ ସେମିତି ମୁଁ ଏଠି ଚିକେନ ଆଳୁକୁ କଷି ସାରିଥିଲି। ଲାଷ୍ଟ ଟିକେ ଗରମ ପାଣି ଦେଇକି ଏଠି ଫୁଟେଇ ନେଲି। ତ ତରକାରୀ ଫୁଟି ସାରିଲା ପରେ ସେଥିରେ ମୁଁ ପକେଇ ନେବି କିଛି ଧନିଆ ପତ୍ର ଆଉ ତା ସହିତ କିଛି ଗରମ ମସଲା। ସାଧାରଣତଃ ଲୋକମାନଙ୍କ ଘରେ ଆମିଷ ହେଲେ ସାଇଡ ଆଇଟମ ବେଶୀ କିଛି ଦରକାର ପଡେନି। ଖାଲି ଗୋଟେ ତରକାରୀ ତା ସହିତ ଟିକେ ସାଲାଡ ହେଇଗଲେ ବି କାମ ଚଳିଯାଏ। ଚିକେନ ତରକାରୀ ଏଠି ରେଡି ହେଇଯାଇଥିଲା ମୁଁ ସାଇଡରେ ସାଲାଡ କାଟି ଦେଇଥିଲି। ତା ସହିତ ଏଠି ଛାଣି ନେଇଯାଇଥିଲି କିଛି ପାମ୍ପଡ଼। ଆଜିର ଲଞ୍ଚ ଟା ଆପଣ ମାନେ ଆମର ଦେଖିଥିବେ। ଭିଡିଓଟି କେମିତି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ରହିଲି ନମସ୍କାର, ଜୟ ଜଗନ୍ନାଥ।